ଜୟ ଜଗନ୍ନାଥ। ଆସନ୍ତୁ ଶୁଣିବା ଭଗବାନଙ୍କୁ ଜ୍ୱର କାହିଁକି ହୁଏ, ଗୀତା ମାଧ୍ୟମରେ ବୁଝିବା। ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବରୁକ୍ତ୍ୟାତ୍ମମ୍ୟୁଚ୍ୟତେ ଭୂତ ଭାବୁଦ୍ଭବ କରୋ ବିସର୍ଗ କର୍ମ ସଂଗୀତ। ହେ ଅର୍ଜୁନ, ମତେ ଚିହ୍ନିବାକୁ ଚେଷ୍ଟା କର। ଅକ୍ଷର ହିଁ ପରମ ବ୍ରହ୍ମ। ମୁଁ ଅକ୍ଷର, ମାତ୍ର ତୋ ପାଖରେ ତୋ ସଖା ରୂପରେ ମୁଁ କ୍ଷରଯୁକ୍ତ ଅକ୍ଷର। ମୁଁ ଅପରା, ଅବିନାଶୀ, ଅନନ୍ତ, ମାତ୍ର ତୋ ପାଖରେ ତୋ ସଖା ରୂପରେ ମୁଁ ପରାଯୁକ୍ତ, ପରା ପ୍ରକୃତିର। ତୁ ମତେ ଜୀବ ରୂପାକୁ ଦେଖୁଛୁ। ଜୀବ ରୂପାର ଗୂଢ଼ ଜ୍ଞାନକୁ ଆଧ୍ୟାତ୍ମ କହନ୍ତି। ଅଧ୍ୟାତ୍ମକୁ ଭଲ ଭାବରେ ବୁଝରେ ଅର୍ଜୁନ। ଜୀବମାନଙ୍କର ସତ୍ତାକୁ ସଂସାର ସଂରଚନା କରିବା ପାଇଁ ଧାରଣ ରୂପକ ତ୍ୟାଗକୁ କର୍ମମୟ କରେ। ସର୍ବୋଚ୍ଚ ନିର୍ଗୁଣ ନିରାକାର ଅବିନାଶୀ ସତ୍ୟ ହିଁ ସମସ୍ତ ସୃଷ୍ଟିର ଆଧାର, ଯାହା କର୍ମମୟ ସଂରଚନାର ସମ୍ଭବ ହୋଇଥାଏ। ନିଜର ସ୍ୱଭାବ ସଂରଚନା ହିଁ ଅଧ୍ୟାତ୍ମ। ଅଧ୍ୟାତ୍ମ ହିଁ ଜୀବାତ୍ମା। ଜୀବାତ୍ମା ହିଁ ମୁଁ ବ୍ରହ୍ମ। ମୁଁ ପରା, ମୁଁ ଅପରା। ଅପରାରେ ପରମ ବ୍ରହ୍ମ। ଶରୀରରେ ମୁଁ ପରା, ଅପରା, କର୍ତ୍ତା ଓ ଭୋକ୍ତା। ଜୀବ ସତ୍ତା ବା ଭାବକୁ ଉତ୍ପନ୍ନ କରୁଥିବା ବିସର୍ଗ ବା ତ୍ୟାଗ ହିଁ କର୍ମ। କର୍ମ ହିଁ ସୃଷ୍ଟି ଚକ୍ରର ଚାଳକ। ସୃଷ୍ଟି ଚକ୍ରର ସଂରଚନାରେ ମୁଁ ଶରୀର, ଶରୀରରେ ଯୁକ୍ତ ବିଶେଷରେ ମୁଁ ଦେବତା, ଦେବତାରେ ମୁଁ ଅକ୍ଷର ଯୁକ୍ତ ଏବଂ ଅପରା। ତୁ ମୋର ପରାକୁ ଦେଖି ପାରା ପରି ଆଉ ଉଡ଼ି ବୋଲ ନା। ଅଧିଭୂତଂ କ୍ଷରୋ ଭାବ ପୁରୁଷଶ୍ଚାରି ଦୈବତମ୍ ଅଧିୟଙ୍ଗୃହମେବତ୍ର ଦେହେ ଦେହେ ଭୂତାଂବର। ହେ ଦେହଧାରୀ ଶ୍ରେଷ୍ଠ ଅର୍ଜୁନ, କ୍ଷର ଭାବାନଶ୍ୱର ପଦାର୍ଥ ଯୁକ୍ତ ପୁରୁଷାର୍ଥ ବ୍ରହ୍ମଧିଦୈବ ଅନ୍ତର୍ଯ୍ୟାମୀ ରୂପରେ ମୁଁ ଅଧିଯଜ୍ଞ। ଭୌତିକ ସୃଷ୍ଟି ରୂପକ ପ୍ରକୃତିରେ ମୁଁ କ୍ଷର ବ୍ରହ୍ମ। ଉତ୍ପନ୍ନ ଓ ବିନିଷ୍ଟରେ ମୁଁ ମାୟାଧର। ମାୟାଧରରେ ମୁଁ ପୁରୁଷରୁ ପୁରୁଷତ୍ୱ ସର୍ବଦେବତା ଗୁଣ ଧାର କରେ ମୁଁ ଅଧିଷ୍ଠାତା ତତ୍ତ୍ୱ। ମୁଁ ଦାତା ଓ ଭୋକ୍ତା। କ୍ରିୟା ପ୍ରତିକ୍ରିୟା ଓ ଶୂନ୍ୟତାର ଶୂନ୍ୟ ତତ୍ତ୍ୱ ମୁଁ। ଜରା ବ୍ୟାଧି ଏବଂ ଔଷଧ ନ ତୁମାଂ ଶକ୍ୟସେ ଦ୍ରଷ୍ଟୁ ମନେ ନୈବ ସ୍ୱଚକ୍ଷୁଃ ଦିବ୍ୟଂ ଦଦାମି ତେ ଚକ୍ଷୁ ପଶ୍ୟ ମେ ଯୋଗୀ।
ଈଶ୍ୱରମ୍। ହେ ଅର୍ଜୁନ, ତୁମର ଏ ଯେଉଁ ଚକ୍ଷୁ ଅଛି, ଏଥିରେ ତୁମେ ମୋର ଜରା ବ୍ୟାଧିକୁ ଦେଖୁଛ। ତେଣୁ ତୁମର ଏ ଚକ୍ଷୁ ଜରାଜୀର୍ଣ୍ଣ ହୋଇଛି। ଏ ଚକ୍ଷୁରେ ମୋର ଦିବ୍ୟ ଦର୍ଶନ କରିପାରିବ ନାହିଁ। ମୁଁ ତୁମକୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିବି, ଯେଉଁଥିରେ ତୁମେ ମୋର ଈଶ୍ୱରୀୟ ଲୀଳା ଦର୍ଶନ କରିପାରିବ। ବୁଝିପାରୁଛ ତ? ମୋର ଈଶ୍ୱରୀୟ ଲୀଳା ଦେଖିବା ପାଇଁ ଦିବ୍ୟ ଚକ୍ଷୁ ଦରକାର। ମୋର ଜରା ବ୍ୟାଧି ସହିତ ମର୍ତ୍ତ୍ୟରେ ଲୀଳାକୁ ଦେଖିବା ପାଇଁ ଚର୍ମ ଚକ୍ଷୁ ଆବଶ୍ୟକ। ଯେଉଁ ଚର୍ମ ଚକ୍ଷୁ ଦ୍ୱାରା ତୁମେ ମୋର କୃଷ୍ଣ ଲୀଳା ଦେଖୁଛ। କୃଷ୍ଣ ଲୀଳାରେ ମାତା ଦେବକୀ ଗର୍ଭରୁ ଜନ୍ମ, ମାତା ଯଶୋଦା କୋଳରେ ବାତ୍ସଲ୍ୟ ବେଳର ଖେଳ, ଗୋପୀ ସଙ୍ଗେ ରାହାସ ମିଳନ, କାଳିୟ ଦଳନ, ଅଙ୍ଗୁଳିରେ ଗୋବର୍ଦ୍ଧନ, ମହାଭାରତରେ ଧର୍ମ ସଂସ୍ଥାପନ, ସରଲବଣୀ ଖିଆ ମୁଁ, ଆଉ ମାର ଆକଟ ନିଏ, ଜ୍ୱର ବେଳେ ଔଷଧ ସେବନ କରେ, ମାର ସେବା ବଡ଼ ମହାନ। ଏହି ଲୀଳା ପାଇଁ ମୁଁ ଦ୍ୱାପର ଯୁଗର ନାୟକ। ଲୀଳା ପାଇଁ ମୁଁ ଯୁଗେ ଯୁଗେ ଅବତାରୀ ପୁରୁଷ। ଅବତାରୀ ପୁରୁଷରେ ମୁଁ ଭୋକ୍ତା, କର୍ତ୍ତା, ଦାତା ସବୁ କିଛି। ଜରା ବ୍ୟାଧି ଭୋଗିବା ମୋର ପ୍ରାପ୍ୟ। ତେଣୁରେ ଅର୍ଜୁନ, ତୋ ପରି ମୁଁ ମୋର ପରା ପ୍ରକୃତି ଜ୍ୱର ଭୋଗୁଛି, ଯାହା ତୁ ଦେଖି ଆସୁଅଛୁ। କଳି ଯୁଗରେ ମୁଁ ଲୀଳାକାରୀ ପୁରୁଷ ଭାବରେ ହିଁ ଶ୍ରୀକ୍ଷେତ୍ର ଧାମରେ ଲୀଳା କରିବି। ସମ୍ପୂର୍ଣ୍ଣ କଳି ଯୁଗରେ ସେହି ଲୀଳାରେ ଯେତେବେଳେ ମୁଁ ଲୀଳା ବେଶରେ ରହିବି, ସେତେବେଳେ ହିଁ ଏହି ସବୁ ଭୋଗ କରିବି। କଳି ଯୁଗରେ ତିନି ଗୁଣର ତିନି ଠାକୁର ମୁଁ ଜଗନ୍ନାଥ ନାମରେ ଖ୍ୟାତ ହେବି। ଖ୍ୟାତ ହୋଇ ଲୀଳା କରି ଆସୁଥିବି। ଚନ୍ଦନ ଶିରର ଉତ୍ତମ ଶୀତଳତା, ଏହି ଶୀତଳତାକୁ ନେଇ ମୁଁ ଜ୍ୱର ଗ୍ରହଣ କରିବି ଓ ଔଷଧ ନେଇ ମଧ୍ୟ ଆରୋଗ୍ୟ ହେବି। ଏହା ମୋର ଅବତାରୀ ଲୀଳା ଚକ୍ର। ଅବତାରୀ ହୋଇଥିବାରୁ କଳି ଯୁଗରେ ମୁଁ ଜଗନ୍ନାଥ ରୂପରେ ଏସବୁ ପ୍ରାପ୍ୟ ହେବି। ଏ ଯୁଗରେ, ଏ ଦ୍ୱାପର ଯୁଗରେ ଯାହା ତୁ ଦେଖି ଆସୁଛୁ ରେ ଅର୍ଜୁନ। ମହାପ୍ରଭୁଙ୍କ ବିଷୟରେ ଗୀତାରୁ ଯେଉଁ ତତ୍ତ୍ୱଜ୍ଞାନ ଦେଲି, ତ୍ରୁଟି ଥିଲେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି, କ୍ଷମା ପ୍ରାର୍ଥନା କରୁଛି ମୁଁ। ରବୀନ୍ଦ୍ର କୋହ୍ଲାରୀ। ମହାପ୍ରଭୁ ମୋତେ କ୍ଷମା କରନ୍ତୁ। ଜୟ ଜଗନ୍ନାଥ।